ନମସ୍କାର ସାଙ୍ଗମାନେ, ଆଜିର ଏହି ସର୍ଟ କାହାଣୀଟି ଶେଷ ହେବା ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଗୋଟିଏ ପରିବାରରେ ଶାଶୁ, ବୋହୂ ସମସ୍ତେ ରହୁଥିଲେ। ବୋହୂଟି ଶାନ୍ତ ସ୍ୱଭାବର ଭଲ ମଣିଷଟିଏ ଥିଲା। ସେ ଘରର ସବୁ କାମ କରେ ଏବଂ ଘରର ସବୁ ଦାୟିତ୍ୱକୁ ସେ ନିଜେ ବୁଝେ। ଶାଶୁଟି ବି ବୋହୂକୁ ବହୁତ ଭଲ ପାଏ। ସେହି ମହିଳାଟି ସକାଳୁ ସକାଳୁ ଉଠିକି ନିଜର ସବୁ କାମ ନିଷ୍ଠାର ସହିତ କରେ ଏବଂ ଯେତେବେଳେ ରାତି ହୋଇଯାଏ ତେବେ ସେ ନିଜର ସବୁ କାମକୁ ସାରିଲା ପରେ ରାତିରେ ତାଙ୍କ ଗଳିରେ ଥିବା କୁକୁରମାନଙ୍କୁ ସବୁଦିନ କିଛି ନା କିଛି ଖାଦ୍ୟ ଖାଇବା ପାଇଁ ଦିଏ। ସେହି ମହିଳାଟି ରାତିରେ ଯେତେବେଳେ ବି ନିଜ ଝରକା ପାଖକୁ ଆସେ, ସେହି ଗଳିରେ ଥିବା କୁକୁରମାନେ ସବୁ ତଳେ ଛିଡ଼ା ହୋଇକି ସେହି ମହିଳାକୁ ଦେଖିବାକୁ ଲାଗନ୍ତି। ସେହି ମହିଳା ବି କୁକୁରମାନଙ୍କୁ ବହୁତ ସାରା ଖାଦ୍ୟ ଖାଇବା ପାଇଁ ଦିଏ। ଗୋଟିଏ ଦିନ ସେହି ମହିଳାର ନିଜ ଶାଶୁ ସହିତ ଟିକେ ଝଗଡ଼ା ହୋଇଗଲା। ଝଗଡ଼ା କାରଣରୁ ସେହି ମହିଳା ଜଣକ ନିଜ ପରିବାର ପାଇଁ ଖାଇବା ବନେଇଲା ନାହିଁ। ସେହି କାରଣରୁ ମହିଳାଟି କୁକୁରମାନଙ୍କୁ ଖାଇବା ଦେବା ବି ଭୁଲି ଯାଇଥିଲା। କିଛି ସମୟ ପରେ ସେହି ମହିଳାର ମନେ ପଡ଼ିଲା କି ସେ ଆଜି କୁକୁରମାନଙ୍କୁ କିଛି ବି ଖାଇବା ପାଇଁ ଦେଇନାହିଁ। ସେତେବେଳେ ସେ ଦୌଡ଼ି ଯାଇକି ଝରକାରେ ଦେଖିଲା କି କୁକୁରମାନେ ଛିଡ଼ା ହୋଇକି ଖାଦ୍ୟ ଖାଇବା ପାଇଁ ତା'ର ଅପେକ୍ଷା କରିଛନ୍ତି। ଏହା ଦେଖିକି ମହିଳାଟି ଦୁଃଖ ଅନୁଭବ କରୁଥାଏ ଏବଂ ତାକୁ ଲାଗିଲା କି ଆଜି ଶାଶୁ ମା ପାଇଁ ମୁଁ କୁକୁରମାନଙ୍କୁ ଖାଇବା ଦେଇପାରିଲି ନାହିଁ। ସେ ଜଲ୍ଦି ଦୌଡ଼ି ଯାଇକି ରୋଷେଇ ଘରେ ଦେଖିଲା କି ରୋଷେଇ ଘରେ କିଛି ନଥିଲା, କେବଳ 4-5ଟି ବିସ୍କୁଟ ହିଁ ଥିଲା। ବିସ୍କୁଟ ଦେଖିକି ମହିଳାଟି ଭାବିଲା, ଏତିକି ବିସ୍କୁଟରେ କ'ଣ ହେବ? ପୁଣି ସେ ଭାବିଲା କି କିଛି ତ ସେମାନେ ଖାଇବେ ନା। ବିସ୍କୁଟ ଧରିକି ମହିଳାଟି ତଳକୁ ଆସିଲା ତ ସେ ଦେଖିଲା କି ସବୁ କୁକୁର ପଳେଇ ଯାଇଥିଲେ, କିନ୍ତୁ ଗୋଟିଏ ଛୋଟିଆ କୁକୁର ଛୁଆ ଗୋଟିଏ ଆଶାରେ ଥିଲା କି ମହିଳା ଜଣକ ତାକୁ କିଛି ଖାଇବା ପାଇଁ ଦେବ। ମହିଳାଟି ଖୁସି ଖୁସି ସେହି କୁକୁର ଛୁଆକୁ ସବୁ ବିସ୍କୁଟ ଦେଇଦେଲା। ସେଥିରୁ କୁକୁର ଛୁଆଟି ଗୋଟିଏ ବିସ୍କୁଟ ପାଟିରେ ଧରିକି ଦୌଡ଼ିବାକୁ ଲାଗିଲା। ସେତେବେଳେ ମହିଳା ଜଣକ ଧୀରେ ଧୀରେ ସେହି କୁକୁର ଛୁଆର ପିଛା କରିବାକୁ ଲାଗିଲା। ମହିଳା ଜଣକ ଦେଖିଲା କି ଗଳିର ଗୋଟିଏ କୋଣରେ ସେହି ଛୁଆର ମା ଏବଂ ଛୋଟିଆ କୁକୁର ଛୁଆଟିଏ ଭୋକରେ ବସିଥିଲେ। କୁକୁର ଛୁଆଟି ସେହି ବିସ୍କୁଟକୁ ତା ମା ଏବଂ ସେହି ଛୋଟ କୁକୁର ଛୁଆ ପାଖରେ ରଖିଦେଲା। ସେତେବେଳେ ମହିଳା ଏସବୁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସେ ଭାବିଲା କି ଆମେ ମଣିଷମାନେ କେତେ ସ୍ୱାର୍ଥପର। ଟିକେ ଟିକେ ଝଗଡ଼ାରେ ଆପଣା ଲୋକଙ୍କଠୁ ଦୂରେଇ ଯାଉଛୁ, କିନ୍ତୁ ଏହି ଛୋଟିଆ କୁନି କୁକୁର ଛୁଆଟିର ଏତେ ବଡ଼ ମନ ଯେ ନିଜ ପରିବାରକୁ ଭୋକରେ ଦେଖିପାରିଲା ନାହିଁ। ସାଙ୍ଗମାନେ, ଏହି କାହାଣୀରୁ ଏହା ଶିକ୍ଷା ମିଳିଲା କି ନିଜ ଲୋକମାନଙ୍କ ସହିତ ବିଶ୍ୱାସ ଓ ଭଲ ପାଇବା ସବୁବେଳେ ରଖିବା ଦରକାର। ସାଙ୍ଗମାନେ, ଯଦି ଆଜିର ଏହି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥିବ ତେବେ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରିନିଅନ୍ତୁ। ଧନ୍ୟବାଦ।